ଦେଖନ୍ତୁ ବହୁ ଚର୍ଚ୍ଚିତ ଶୁଭମିତ୍ରା ସାହୁଙ୍କର ମର୍ଡର ଘଟଣା ପରେ ଅଭିଯୁକ୍ତ ଦୀପକ ରାଉତଙ୍କର ପୂର୍ବ ଇତିହାସର ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି। ତାଙ୍କର ପ୍ରଥମ ପତ୍ନୀ ଯିଏ ଅପର୍ଣ୍ଣା ରହିଥିଲେ ସେ ତାଙ୍କୁ ଢେଙ୍କାନାଳରୁ କଟକ ଯିବା ବାଟରେ ଖୁଣ୍ଟୁଣି ଠାରେ ଦୁର୍ଘଟଣାଜନିତ ମୃତ୍ୟୁ ଦର୍ଶାଇବା ଘଟଣାର ନୂଆ ଟ୍ୱିଷ୍ଟ ଏବେ ଦେଖିବାକୁ ମିଳିଛି। କାରଣ ଅପର୍ଣ୍ଣାଙ୍କ ପରିବାର ଲୋକ ଏବେ ଖୁଣ୍ଟୁଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କୁ ଦୁର୍ଘଟଣା ନୁହେଁ ବରଂ ହତ୍ୟା କରାଯାଇଥିଲା ବୋଲି ସନ୍ଦେହ କରୁଛନ୍ତି। ଏନେଇ ଖୁଣ୍ଟୁଣି ଥାନା ଅଧିକାରୀଙ୍କ ପାଖରେ ସେତେବେଳେ ଯୋଉ 17 ମାର୍ଚ୍ଚ 2022 ମସିହାରେ ଯୋଉ ଘଟଣା ହେଇଥିଲା ତାକୁ ରିଓପନ କରିବା ପାଇଁ ଏକ ଲିଖିତ ଦାବି ପତ୍ର ଦେଇଛନ୍ତି। ଆମ ସହିତ ଅଛନ୍ତି ଅପର୍ଣ୍ଣାଙ୍କ ଭଉଣୀ ଅଛନ୍ତି, ରୋଜାଲିନ୍ ଅଛନ୍ତି। ମ୍ୟାଡାମ ଆପଣଙ୍କୁ ପ୍ରଥମେ ଓଟିଭି ସ୍ୱାଗତ କରିବି। ସେତେବେଳେ ଦୀପକ ଯୋଉ ଗପ ରଚିଥିଲେ ବା ଯୋଉ ପ୍ଲାନ୍ କରିଥିଲେ ସେତେବେଳେ ଆପଣ କଣ ଜାଣିପାରିଥିଲେ ଏହା ଦୁର୍ଘଟଣା ହେଇଥାଇପାରେ ନା ମର୍ଡର ହେଇଥାଇପାରେ? ନିହାତି ଭାବରେ ସେତେବେଳେ ଯଦିଓ କିଛି ଅଳ୍ପ କିଛି ସନ୍ଦେହ ଥିଲା, କିନ୍ତୁ ସେ ଏମିତି ଅଭିନୟ କରିଥିଲା ଆମ ପରିବାର ଆଗରେ, ତେଣୁ ଆମେ ସେତେବେଳେ କୌଣସି ପଦକ୍ଷେପ ନେଇନଥିଲୁ। ନିଶ୍ଚିତ ଭାବେ ମ୍ୟାଡାମ ଗୋଟେ କଥା କହି ରଖିବା, ଯେତେବେଳେ ଅପର୍ଣ୍ଣା ସେତେବେଳେ କୁଆଡେ ଯାଉଥିଲେ ଏବଂ କେତେବେଳର ଘଟଣା ଥିଲା, ଆପଣଙ୍କୁ କେମିତି ଖବର ଆସିଲା ଯେ ଅପର୍ଣ୍ଣାଙ୍କର ଦୁର୍ଘଟଣା ହେଇଛି? ଆଉ ପ୍ରଥମେ ଆପଣଙ୍କର ଯିଏ ରହିଛନ୍ତି ଦୀପକ ଯିଏ ରହିଛନ୍ତି ସିଏ ତାଙ୍କୁ ପ୍ରଥମେ ଥାନାର ଦ୍ୱାରସ୍ଥ ହେଇଥିଲେ ନା ନାଇଁ ତାଙ୍କୁ ମେଡିକାଲ ନେଇଥିଲେ? ସେ ସେଦିନ 17 ତାରିଖ ଦିନ ତାକୁ ଢେଙ୍କାନାଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ ସେମାନେ। ରାଧାକିଶୋରପୁରଠି ଘଟଣା ଘଟିଛି। ଆଉ ସେ ପ୍ରଥମେ ତାକୁ ମେଡିକାଲ ହିଁ ନେଇଥିଲେ। ଫାଷ୍ଟ ଆମକୁ ଫୋନ କରିକି ମୋ ହଜବେଣ୍ଡକୁ ଜଣେଇଲେ ଯେ ନାଇଁ ଏଇ ଜାଗାକୁ ଆସ, ରାଧାକିଶୋରପୁର ଏଇ ଜାଗାରେ ଆକ୍ସିଡେଣ୍ଟ ହେଇଛି, ଏଇଠିକି ଆସନ୍ତୁ ବୋଲି। ତାପରେ ଆମର ମୋ ହଜବେଣ୍ଡ ସେଇଠି ଗଲା, ମାନେ ସେଇ ଅଭିମୁଖେ ଗଲା ବେଳକୁ ସେଇ ଜାଗା ଅଭିମୁଖେ ପୁଣି ସେ କଥା ଚେଞ୍ଜ କରିକି କହିଲା ଯେ ମୁଁ ଏସସିବି କୁ ଯାଉଛି, ଏସସିବି କି ଆସନ୍ତୁ। ପୁଣି ଏଠୁ ଏସସିବି ରୁ ପୁଣି ଆଉ ଥରେ କଥା ଚେଞ୍ଜ କରିଛନ୍ତି ଯେ ମୁଁ ଅଶ୍ୱିନ ହସ୍ପିଟାଲରେ ଅଛି, ସେଇଠିକି ଆସନ୍ତୁ। ତାପରେ ମୋ ହଜବେଣ୍ଡ ଆଉ ମୋ ଶ୍ୱଶୁର ଯାଇଥିଲେ। ସେଠି ଦେଖିଲା ବେଳକୁ ନାନୀର ଡେଡ୍ ବଡି ହିଁ ଦେଖିଛନ୍ତି। ମୁଁ ନିଜେ ଦେଖିନି, ସେ ମୋ ସ୍ୱାମୀ ଯାଇଥିଲେ, ସେ ଦେଖିଛନ୍ତି। କହିବା କଣ ପାଇଁ ଖୁଣ୍ଟୁଣିରେ ରାଧାକିଶୋରପୁର ଠାରେ ଅପର୍ଣ୍ଣା ଓହ୍ଲେଇଥିଲେ? ନା ଇଏ ଗୋଟେ ରଚିତ ଗୋଟେ ପ୍ଲାନ୍ ଥିଲା, ସମ୍ପୂର୍ଣ୍ଣ ପ୍ଲାନ୍ ଥିଲା, ନା କଣ କହି ତାଙ୍କୁ ଓହ୍ଲେଇଥିଲେ ସେଠାରୁ? ବାଁ ପଟ ଟାୟାର କଣ ପମ୍ପଚର ହେଇଥିଲା ବୋଲି ଯାହା ନାନୀ ମତେ ଆକ୍ସିଡେଣ୍ଟର ଏଇ ଘଟଣାର 15 ମିନିଟ୍ ପୂର୍ବରୁ କହିଥିଲା ଯେ ଏମିତି ବାଁ ପଟ ଟାୟାର ଟା ପମ୍ପଚର ହେଇଛି, ଆଉ ତାକୁ ଚେଞ୍ଜ କରିକି ଥଣ୍ଡା ହେଲାଠୁ ସେଇ ଟାୟାର ଟା ଚେଞ୍ଜ କରିକି ଆମେ ଭୁବନେଶ୍ୱର ଯିବୁ ବୋଲି ଏତିକି ମୁଁ କଥା ହେଇଥିଲି ଆଉ। ସେତେବେଳେ ଯେତେବେଳେ ଦୁର୍ଘଟଣା ହେଲା ସେ ଅପର୍ଣ୍ଣାଙ୍କର କୋଉ କୋଉ ଜାଗାରେ କ୍ଷତ ସ୍ଥାନ ଥିଲା ଆପଣ ଦେଖିଛନ୍ତି? ନା ମୁଁ ତ ଦେଖିନି, ଯାହା ମୋ ସ୍ୱାମୀଙ୍କ କହିବା ଅନୁସାରେ ତାର ମୁଣ୍ଡ ପାଖରେ ଟିକେ ଆଘାତ ଲାଗିଥିଲା, କାନରୁ ଆଉ ନାକରୁ ଟିକେ ବ୍ଲଡ ବାହାରୁଥିଲା, ଆଉ ଜଙ୍ଘ ପାଖରେ ମାଡ ହେଇଥିଲା। ମାଡର ଯୋଉ ଜାମୁ ରଙ୍ଗର କଲର ଭଳିଆ ହେଇଥିଲା। କଣ ପାଇଁ ଆପଣ ଆଶା କରୁଛନ୍ତି, ଯେହେତୁ ଶୁଭମିତ୍ରା ଘଟଣା ଘଟିଲା ସେଥିପାଇଁ ଆପଣ ଆଶା କରୁଛନ୍ତି କି ଏଭଳି ଗୋଟେ ମର୍ଡର ହେଇଥାଇପାରେ? ହଁ ନିହାତି ଭାବରେ ସେଇ ସନ୍ଦେହଟା ଆମର ବେଶୀ ଦୃଢୀଭୂତ ହେଇଛି ଏଇ କେସରୁ, ଯେ ଲୋକ ଏତେ ଦୁର୍ଦାନ୍ତ ହେଇପାରେ ଯେ ଶୁଭମିତ୍ରା ଭଳିଆ ପିଲାକୁ ସେ ଯେମିତି ତଣ୍ଟି ଚିପି ହତ୍ୟା କରିକି ତାକୁ ନେଇକି ଆଉ ଗୋଟେ ଜାଗାରେ ବଡି ଡିସ୍ପୋଜ କରିପାରେ, ତାହେଲେ ସେଦିନ କାହିଁକି ସେ ରାତି 8:30 9ଟା ବେଳର ଟାଇମର କଥା, ତେଣୁ ସେ ନିହାତି ଭାବରେ ଏମିତି କରିଥାଇପାରେ। କଣ ପାଇଁ ତାଙ୍କୁ ହତ୍ୟା କରିଥିବେ ବୋଲି ଆପଣ ସନ୍ଦେହ କରୁଛନ୍ତି? ଗୋଟେ ଲୋକ ତା ସ୍ତ୍ରୀ କଣ ପାଇଁ ହତ୍ୟା କରିଥାଏ? ନିହାତି ଏଇ ଟର୍ମ ଇନ୍ସୁରାନ୍ସ ଗୋଟେ ବାହାଘର ପରେ ଥରେ କରିଥିଲା, ଗୋଟେ ଲୋନଟେ ବି କରିଥିଲା, ସଠିକ ଭାବରେ କହିପାରିବିନି କେତେର, 10 କି 20 ଲକ୍ଷର ଗୋଟେ ଲୋନ ବି କରିଥିଲା, ସେଇଟା ବି ମାଫ ହେଇଯିବାର ଥିଲା। ତେଣୁ ସେଇଗୁଡା ବି ହେଇଥାଇପାରେ। ଆଉ ଏଇଗୁଡା ଜିନିଷ ଏବେ ଆପଣ କଣ ଚାହୁଁଛନ୍ତି? ସିଧାସଳଖ ଥାନାର ଦ୍ୱାରସ୍ଥ ହେଇଛନ୍ତି, କଣ ଚାହୁଁଛନ୍ତି ଆପଣ? ଆମ କେସ୍ ଟା ଆଉ ଥରେ ପୁନଃ ଯାଞ୍ଚ କରିବା ପାଇଁ ଆମେ ସେଇଥିପାଇଁ ଏଇ ଥାନାର ଦ୍ୱାରସ୍ଥ ହେଇଛୁ। ଆଉ ସାରଙ୍କୁ ଲିଖିତ ଅଭିଯୋଗ ବି କରିଛୁ ଯେ ଆମ କେସ୍ ଟାକୁ ଆଉ ଥରେ ରିଓପନ କରାଯାଉ ବୋଲି। ଯେହେତୁ ମ୍ୟାଡାମ ସେ ପୋଲିସ ଥିଲେ, ତାର କିଛି ଦୁର୍ବ୍ୟବହାର ମାନେ ଖରାପ ଇଣ୍ଟେନସନ ଥିଲା କି ଯୋଉଥିପାଇଁ ସେ ଆକ୍ସିଡେଣ୍ଟର ରୂପ ଦେଇକି ବୀମା ରାଶି ହଡପ କରିଥିଲା? ସେଟା ନିହାତି ହେଇଥାଇପାରେ, କିନ୍ତୁ ସେଇ ଜିନିଷ ତ ସେ ନିଜେ ହିଁ କହିପାରିବ, କାରଣ ସେଇ ଜାଗାରେ ଆକ୍ସିଡେଣ୍ଟ ଜାଗାରେ ଆମ ପରିବାରର ଆମେ ତାଙ୍କୁ କେହି କୌଣସି ଲୋକ ଦେଖିନାହୁଁ, କି ସେଠି ବି କେହି ଆଇ ୱିଟନେସ୍ ବି ନାହାନ୍ତି ଯେ ଯିଏ ବି ଆମକୁ କହିବ ଯେ ଏମିତି ଘଟଣା ଘଟିଥିଲା କି ସେମିତି ହେଇଥିଲା। ତେଣୁ ସେଇ ଜିନିଷ ସେ ନିଜେ ହିଁ କହିପାରିବ, ଯେ ଦୀପକ ରାଉତ ନିଜେ ହିଁ କହିପାରିବ ସେ କେମିତି କଣ କରିଥିଲା, ଆଉ ତାର କିଏ ସହଯୋଗୀ ଥିଲେ କି ନାହିଁ, କି ସେ ଏକୁଟିଆ ସେଇ ଜିନିଷ କରିଥିଲା ସେଦିନ, ସେଟା ସେ ନିଜେ ହିଁ କହିପାରିବ। ସେ ଯୋଉ ଟ୍ରକ୍ ଆକ୍ସିଡେଣ୍ଟ କରିଥିଲା ବୋଲି ଦର୍ଶାଉଥିଲା, ସେ ଟ୍ରକ୍ ଆପଣ ଜାଣିଥିଲେ କି ଥାନାରେ ସିଜ୍ ହେଇଥିଲା ବା ସେ ଡ୍ରାଇଭରକୁ ଅଟକ ରଖିଥିଲା ବା ଗିରଫ କରିଥିଲା ପୋଲିସ, ନା ନାଇଁ ସେମିତି କିଛି ଖବର ଆପଣ ପାଇନାହାନ୍ତି? ସେମିତି କିଛି ଖବର ଆମେ ପାଇନୁ।
ଯଦି ସେ ଘଟଣାର ସେଦିନର ଘଟଣାର ପୁନଃ ତଦନ୍ତ କରାଯାଇଥାନ୍ତା ଭଲ ଭାବରେ ଅନ୍ୟ ଦିଗକୁ ନେଇ ତଦନ୍ତ କରାଯାଇଥାନ୍ତା ତେବେ ଆଜି ଶୁଭମିତା ଭଳିଆ ଦୁର୍ଘଟଣା ଘଟିନଥାନ୍ତା। ସେଇ ବିଷୟରେ ତ ମୁଁ କହିପାରିବିନି। ଆମର ସେ ଯାହା ଯୋଉ ଅନୁସାରେ କମ୍ପ୍ଲେନ ଦିଆ ହେଇଥିଲା ସେଇ ଅନୁସାରେ ପୋଲିସ ବିଭାଗ ନିହାତି ଇନକ୍ୱାରି କରିଥିବେ, ସେଇ ଅନୁସାରେ ହେଇଥିବ। ତାପରେ ଅବଶ୍ୟ ସେତେବେଳେ କଣ ହେଇଥିଲା ନ ହେଇଥିଲା ସେ କଥା ତ ମୁଁ ନିଜେ ବି ସେ ଜାଗାରେ ଦେଖିନି, ତେଣୁ ସେଇଟା ମୁଁ ଏବେ କହିପାରିବି। କଣ ଆଶା ରହୁଛି ନ୍ୟାୟ ପାଇବେ ଆପଣ ନିହାତି ଭାବରେ ପୋଲିସ ବିଭାଗ ଉପରେ ଆମର ନିହାତି ଭରସା ଅଛି। ସେ ନିହାତି ଆମକୁ ନ୍ୟାୟ ଦେବେ ଆଉ ଆମର ନିହାତି ଦୋଷୀକୁ ଦଣ୍ଡ ନିହାତି ମିଳିବ। ନିଶ୍ଚିତ ଭାବେ ଶୁଣୁଥିଲେ ଯେଉଁଭଳି ଭାବରେ ଅପର୍ଣ୍ଣାଙ୍କର ଭଉଣୀ ଯାହା କହୁଥିଲେ ତାଙ୍କର ଏବେ ବି ବିଶ୍ୱାସ ରହିଛି ପୋଲିସ ଉପରେ, କାରଣ ସେଦିନର ଯୋଉ ଦୁର୍ଘଟଣା ଜନିତ ମୃତ୍ୟୁ ପରେ ଏବେ ଧୀରେ ଧୀରେ ତାଙ୍କୁ ହତ୍ୟା କରାଯାଇଥିବା ସେ ସନ୍ଦେହ କରୁଛନ୍ତି ଏବଂ ପୋଲିସ ଉପରେ ଆଶା ରଖିଛନ୍ତି ନ୍ୟାୟ ପାଇବା ପାଇଁ। ତ ଦେଖିବାକୁ ବାକି ରହିଲା ପୋଲିସର ତଦନ୍ତ ପରେ ଜଣା ପଡିବ ଅପର୍ଣ୍ଣାଙ୍କୁ ଦୀପକ କେଉଁଭଳି ଭାବେ ହତ୍ୟା କରିଥିଲେ, ଏ ହତ୍ୟା ପଛରେ ସେ ଏକୁଟିଆ ଥିଲେ ନା ତାଙ୍କର ଆଉ କୌଣସି ସହଯୋଗୀ ଥିଲା, ସେ ଯୋଉ ଟ୍ରକ୍ ନମ୍ବର ଦେଖେଇଥିଲେ ସେ ଟ୍ରକ୍ ସଠିକ ନମ୍ବର ଥିଲା ନା ପୋଲିସ ତଦନ୍ତ କରିବାର କୌଣସି ଅସୁବିଧା ଥିଲା ବା ସେହି ସମୟରେ ପୋଲିସ କାହିଁକି ଅନ୍ୟ ଦିଗକୁ ନେଇ ତଦନ୍ତ କଲାନି, ତାର ସ୍ପଷ୍ଟ ଚିତ୍ର ଧୀରେ ଧୀରେ ତଦନ୍ତ ପରେ ପଦାକୁ ଆସିବ। ଆଠଗଡରୁ ନୀଳକଣ୍ଠ ଦୋରା, ଓଟିଭି।